भवसागर तारण कारण हे रवि नंदन बंधन खंडन हे शरणागत किंकर भीत मने गुरुदेव दया कर दीन जने हृद कंदर तामस भास्कर हे तुम विष्णु प्रजापति शंकर हे परम ब्रह्म परात्पर वेद भणे गुरुदेव दया कर दीन जने घुम भंजक हे हृद ग्रंथि विदारण कारक हे मम मानस चंचल रात्र दिने गुरुदेव दया कर दीन जने भवसागर तारण कारण हे रवि नंदन बंधन खंडन हे शरणागत किंकर भीत मने गुरुदेव दया कर दीन जने जड़े पर जड़े गुरु दिवस विषय रे किछि किछि वक्तव्य रखिछन्ति बहुत बढ़िया कहउछन्ति बहुत बढ़िया कहउछन्ति जो माने कहले बहुत बढ़िया कहउछन्ति किंतु से बढ़िया भितर टिके तेढ़िया रही जाइछि से घटना होछि घोषी घोषी पंडित बुझी बुझी ज्ञानी जे शास्त्र
ବିଭିନ୍ନ ଶ୍ଳୋକ ସବୁ ଘୋଷି ଘୋଷି କଣ୍ଠସ୍ଥ ମୁଖସ୍ଥ ପେଟସ୍ଥ ଗଣ୍ଡସ୍ଥ କରିଥାନ୍ତି, ତାକୁ ପଣ୍ଡିତ କହନ୍ତି। କିନ୍ତୁ ଯେ ଜିନିଷଟାକୁ ବୁଝି ଯାଇଥାନ୍ତି ତାକୁ ଜ୍ଞାନୀ କହନ୍ତି। ଅର୍ଥାତ୍ ଆମେ ଘୋଷି ଦେଇଛନ୍ତି, ତେଣୁ ମଝିରେ ଗୋଟିଏ ଶବ୍ଦରେ ଭୁଲିଗଲା ପରେ ପୁରା କରିକି ଅନଉଛନ୍ତି। ହେଲା, ଯଦି ଆମେ ଘୋଷିବା ଅପେକ୍ଷା ବୁଝିବା ପାଇଁ ଚେଷ୍ଟା କରେ, ପ୍ରଥମରେ ଘୋଷିବାକୁ ଦିଆଯାଏ, ଘୋଷି ସାରିଲା ପରେ ତାକୁ ବୁଝିବା ପାଇଁ ଚେଷ୍ଟା କରିବା। ଯଦି ବୁଝିଯିବା ତ ନିଜର ଭାଷା, ନିଜ ପାଖରେ ତ ଖରାପ ଭାଷା ନାହିଁ। ସ୍କୁଲରେ ପାଠ ପଢୁଛ, ନିଜ ପାଖରେ ଭଲ ଭାଷା ଅଛି। ନିଜର ଭାଷାରେ ନିଜର ଶୈଳୀରେ ଯେମିତି ଘରେ କଥାବାର୍ତ୍ତା କରନ୍ତି, ଠିକ୍ ସେମିତି ବୁଝିକି ଯଦି ଆମେ ବୁଝେଇ ପାରିବା ତେବେ ବକ୍ତୃତା ବହୁତ ସୁନ୍ଦର ହୁଏ। ବକ୍ତୃତା ବହୁତ ସୁନ୍ଦର ହୁଏ। ଘୋଷିବା ପାଇଁ ଯୋଉ ଦିଆଗଲା ସେ ପଏଣ୍ଟ ଗୁଡାକ ମନେ ରଖିବା ପାଇଁ ଘୋଷିଦେବା, ସେ ପଏଣ୍ଟ ମନେ ରଖିବା। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ, ସିଏ ପୂର୍ବତନ ରାଷ୍ଟ୍ରପତି ଥିଲେ, ତାଙ୍କ ବାପା ପୁରୋହିତ ଥିଲେ, ସେ ମାଡ୍ରାସ ବିଶ୍ୱବିଦ୍ୟାଳୟ ପାଠ ପଢୁଥିଲେ। ଏଇ ପଏଣ୍ଟକୁ ମନେ ରଖିବା, ଏଇଟା ଘୋଷିବା, ତାକୁ ବାଗେଇକି କହିବା, ନିଜ ଶୈଳୀରେ କଥା କହିବାର ଅଛି। ଆମେ ବୁଝି ଯାଇଛନ୍ତି, ତାହେଲେ ବୁଝିକି କହିଲେ ଭାଷଣ ବହୁତ ସୁନ୍ଦର ହୁଏ। ତାହେଲେ ଏହାପରେ ଯୋଉମାନେ ବି ବକ୍ତୃତା ପ୍ରତିଯୋଗିତାକୁ ଯିବ, ଯୋଉ ବିଷୟରେ କହିବ ସେ ବିଷୟରେ ଭଲକି ବୁଝିଥିବ। ବୁଝିଥିଲେ କ'ଣ ହଉଛି, ବାଇଚାନ୍ସ କୋଉଟା ଯଦି ଭୁଲିଗଲ, ତାকে ନିଜେ ଯେହେତୁ ବୁଝିଯାଇଛ, ଯାହେଲେ ତ କହିକି ଆଡଜଷ୍ଟ କରିପାରିବ। ଓକେ, ତେବେ ଗୁରୁମାନେ ସମସ୍ତେ ଜାଣିଛୁ, ଜଣା ପଡୁଛି। ଗୁରୁମାନେ ଯେ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକକୁ ନେଇଯାଆନ୍ତି, ତାକୁ ଗୁରୁ କୁହାଯାଏ। ଅଜ୍ଞାନ ରୂପକ ଅନ୍ଧକାର, ଯେପର୍ଯ୍ୟନ୍ତ ଆମେ ଜ୍ଞାନ ପାଇଲୁ ସେତେବେଳେ ଅଜ୍ଞାନ, ଜ୍ଞାନ ପାଇଗଲା ପରେ ଆମେ ଜ୍ଞାନୀ ହେଇଗଲୁ। ଜ୍ଞାନ ଆଲୋକ, ଜ୍ଞାନ ହଉଛି ଆଲୋକ। ଯୋଉଠି ଜ୍ଞାନର ଆଲୋକ ନେଇ ସେଟା ଅଜ୍ଞାନତା ରହିଥାଏ। ଯଦି ଅନ୍ଧାର ଏବଂ ଆଲୋକ, ହଁ ନା କି, ସେମିତି ଜ୍ଞାନ ହଉଛି ଆଲୋକ। ଯାହା ଜ୍ଞାନ ନଥାଏ ସିଏ ଅନ୍ଧାର ହିଁ ଥାଏ, କିଛି ନିଜର ଭବିଷ୍ୟତ ନିର୍ଣ୍ଣୟ କରିପାରେ ନାହିଁ। ତେଣୁ ଯିଏ ଦୁଃଖର ସୁଖକୁ ନେଇପାରେ, ଅଜ୍ଞାନତାର ଜ୍ଞାନର ଆଲୋକକୁ ନେଇପାରେ, ତାକୁ କୁହାଯାଏ ଗୁରୁ। ହେଲା, ତେଣୁ ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ମଣିଷ, ଦେବତା ଏବଂ ଅସୁର ସମସ୍ତଙ୍କର ଦେହ ସେଇ ମଣିଷ ଭଳିଆ। ହେଲା, ସେଇ ଭିତରେ କିଏ ଅସୁର ଅଛନ୍ତି, ସେମାନେ ଅନ୍ୟକୁ ଦୁଃଖ ଦିଅନ୍ତି, ଅନ୍ୟକୁ ଦୁଃଖ ଦେଇକି ନିଜେ ସୁଖୀ ହୁଅନ୍ତି। ଅନ୍ୟ କେଉଁ ଉପରକୁ ଉଠୁ ସେମାନେ ଚାହାନ୍ତି ନାହିଁ, ଅନ୍ୟର ଉନ୍ନତି ଦେଖିପାରନ୍ତି, ପରଶ୍ରୀ କାତରତା ଥାଏ। କିନ୍ତୁ ଯିଏ ଦେବତା ଅଟନ୍ତି ସେମାନେ ହେଲେ ଗୁରୁଦେବ। ତାଙ୍କ ଦେବତା କାହିଁକି କହିଲା, ସେ ପରଶ୍ରୀ କାତରତା ନୁହନ୍ତି, ସେ ବରଂ ଅନ୍ୟକୁ ଅଜ୍ଞାନତାର ଆଲୋକକୁ ଆଣିବା ପାଇଁ ଚେଷ୍ଟା କରନ୍ତି, ଦୁଃଖରୁ ସୁଖକୁ ନେବା ପାଇଁ ଚେଷ୍ଟା କରନ୍ତି, ତାକୁ ସୁଖୀ ଦେଖିବା ପାଇଁ ଚାହାନ୍ତି, ସୁଖ କେମିତି ପାଇବ ସେ ରାସ୍ତା ଦେଖାନ୍ତି। ତାକୁ କୁହାଯାଏ ଗୁରୁ। ଗୁରୁ ଦେବତା ତୁଲ୍ୟ। ବୁଝିପାରୁଛ ନା? ଆମେ ଦେବତାକୁ ଆକାଶରେ ସ୍ୱର୍ଗରେ ନଥାନ୍ତି, ଆମ ଭିତରେ ଦେବତା ଅଛନ୍ତି, ଆମ ଭିତରେ ମଣିଷ ଅଛନ୍ତି, ଆମ ଭିତରେ ଅସୁର ଅଛନ୍ତି। ଗୁଣ ଜ୍ଞାନରୁ ଜାଣି ହେବ କାହା ପାଖରେ କୋଉ ଗୁଣ ଅଛି। ସେ ଗୁଣରୁ ଆମେ ଜାଣିପାରିବା କିଏ ଦେବତା, କିଏ ଦାନବ, କିଏ ମାନବ। ବୁଝିପାରୁଛ କଥା? ତ ଯିଏ ଆମକୁ ଦଉଛନ୍ତି ସେ ହଉଛନ୍ତି ଦେବତା। ଲୋକ ଗଛକୁ ପୂଜା କରୁଛନ୍ତି, ମାନେ ଗଛ ଆମକୁ ଦଉଛି। ଜଙ୍ଗଲକୁ ପୂଜା କରୁଛନ୍ତି, ଜଙ୍ଗଲ ଆମକୁ ଦଉଛି। ବାପା ମାଆକୁ ପୂଜା କରୁଛନ୍ତି, ବାପା ମା ଆମକୁ ଦଉଛନ୍ତି। ଗୁରୁ ଶିକ୍ଷକକୁ ପୂଜା କରୁଛନ୍ତି, ଗୁରୁ ଶିକ୍ଷକ ଦଉଛନ୍ତି। ଯିଏ ଦିଅନ୍ତି ସିଏ ହେଲେ ଦେବତା। ବୁଝିପାରୁଛ? ତେଣୁ ଦେବା ନେବା ବଦଳରେ କିଏ ଚକୋଲେଟ ଦଉଛି, କିଏ ଗୋଟେ ଛୋଟିଆ ବାଡ଼ି ଦଉଛି, କିଏ ଗୋଟେ ଛୋଟିଆ ପେନ୍ ଦଉଛି। କିନ୍ତୁ ସବୁ ଦାନ ଠାରୁ ବଡ ଦାନ ହେଲା ଜ୍ଞାନ ଦାନ। ଯୋଉ ଜ୍ଞାନ ଟିକକ ଯିଏ ଦିଅନ୍ତି, ସେ ଜ୍ଞାନ ପାଇଁ ମଣିଷ ତାର ଜୀବନ ପରିବର୍ତ୍ତନ କରିଦେଇପାରେ, ନର୍କରୁ ସ୍ୱର୍ଗକୁ ଯାଇପାରେ, ଦୁଃଖରୁ ସୁଖକୁ ଯାଇପାରେ। ତେଣୁ ସବୁଠାରୁ ମହତ ଦାନ ହଉଛି ଜ୍ଞାନ ଦାନ। ଯିଏ ଦିଅନ୍ତି ସେ ହଉଛନ୍ତି ସବୁ ଅନ୍ୟ ଅପେକ୍ଷା ଶ୍ରେଷ୍ଠ ଗୁରୁ। ହେଲା, ତେଣୁ ସେଭଳି ଗୁରୁକୁ କେବେ ଭୁଲିବା ନାହିଁ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ,
तस्मै श्री गुरुवे नमः। स्वधर्मे निधनं श्रेय परधर्म भयाभय। मु मो धर्म पालन करी मु जहाँ गुरु बोली मानुछि तांकर देह को देख नहीं से कौन करुछंती कुआडे जाउछंती से केतले छिंकिले केतले काशिले केतले खराब कथा कहले कौन कहले हमको देखिबार नहीं। मु मो धर्म पालन करी मोर गुरु को मोर पूजा करिया कथा सेवा करिया कथा ऑबिडियंस मेंटेन करिया कथा मो धर्म पालन करिया मुझे निश्चित हेबी। आउ कि जड़े धर्म पालन करुछि कि न करुछि सेते प्रति ध्यान देवा आवश्यक नहीं है। आउ जड़े किए कौन कह ना रे ए गुरु तो एटा तो अमके काम करुछि ए खराब काम करुछि ताको कौन गुरु मानुछु बहुत लोग बहुत कथा कहबे किंतु नहीं से कहा पाई खराब ही पारे मो पे खराब न होय मो पे से देवता मो पे से देवता कहीं मते से तैयारी करुछंती। तेणु स्वधर्म निधनं श्रेय निज धर्म पालन कर। मो धर्म हूँ गुरु को सम्मान देवा बापा को कथा मानवा ऑडियंस मेंटेन करवा ज्ञान धारण करवा ये जो मो धर्म तो मो धर्म रे मु लिप्त रही। पर धर्म आउ किए करुच्ची से जन बंशी काटे माछ मारुची ये कादु होची बदमाशी करुची आउ क्या दुख दौची से सी पालन करुच्ची है ना कि तेणु अन्य धर्म की जीवार नहीं निज धर्म रहार अच्छी निज स्वाधीनता रक्षा करुच्ची। आम भारतीय भारतीय मत उत्कलवासी पुणी मयूरभंजिया है अतिथि देव भव आम पाखे मंत्र रही आ गुरु तो तहु बहुत ऊपर है केवे भूल नहीं जहाँ देइथिबा ताहा पाइबा। आज जदि तुम्हें भक्ति भाव गुरुदेव मान को देइथिबो तबे से गुरु हब तुम्हें से भाया भक्ति पाइब। जैसे करनी वैसे भरनी प्रत्येक क्रिया विपरीत प्रतिक्रिया अच्छी ये न्यूटन का तृतीय नियम है बुझे कथा। तो भविष्य तुम्हें जड़े गुरु हम भविष्य तो जदि समस्त जड़े गुरु हम तो एवं गुरु के प्रति आम सद्भाव रहा उचित भक्तिभाव रख। सका उठ बापा माँ को नमस्कार कर घरे कर तो हे गुरु तुम्हें मंगलमय कृपा बिनु मुक्ति नाही। धरणी मार योग्य संतान धरणी मार योग्य संतान तुम बिना शांति काहि। हे गुरु तुम्हें मंगलमय कृपा बिनु